ଗାଁରୁ ମୋ ଦିଦି ଆଜି ମୋ ପାଇଁ ବହୁତ ସାରା ଜିନିଷ ପଠେଇଛି। ହେଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ସକାଳୁ ସକାଳୁ ଦିଦି ପଠେଇଥିବା ଜିନିଷ ସବୁ ମୋ ପାଖରେ ଆସି ପହଞ୍ଚି ଯାଇଥିଲା। ବାପରେ ବାପ, ଏତେ ସାରା ଜିନିଷ! ମୁଢି, କାକରା ପିଠା, ଆଚାର, ବଡି, କ୍ଷୀର, ମୁଗ, ଶାଗ। ଯେଉଁମାନେ ଘର ଛାଡି ଆସି ବାହାରେ ରହିଥିବେ, ଗାଁରୁ ଜିନିଷ ଆସିଲେ କେତେ ଖୁସି ଲାଗେ କେବଳ ସେଇମାନେ ହିଁ ଫିଲ୍ କରୁଥିବେ। କ୍ଷୀରଟା ଏତେ ବାଟରୁ ଆସିଥିଲା, କାଳେ ଖରାପ ହେଇଯିବ, ସେଥିପାଇଁ ମୁଁ ତାକୁ ଆଗ ନେଇ ଗରମ କରିଦେଇଥିଲି। ଆଜି ଖରାବେଳେ ଖାଇବାଟା ଜମିଯିବ। ବାଡି ଶାଗକୁ ବଢି ଚୁରା, ତା ସହିତ ଲାଉର ସନ୍ତୁଳା। ଜେସାକୁ ତେସା, ହାରାମଜାଦାକୁ ଟାଙ୍ଗିଆ ବସା। ଷ୍ଟାଇଲ ମାରି କ୍ଷୀରଟା ଢାଳୁଥିଲି, ଦେଖୁନାହାନ୍ତି ମୋରି ଉପରେ କେମିତି ଛିଟକି ସବୁ ଯାକ ପଡିଲା। ଶାଗକୁ ସୁନ୍ଦର ଭାବରେ କାଟିକି ଛୁଙ୍କ ଦେଇଥିଲି। ଆଚ୍ଛା, ଗୋଟେ କ୍ୱେଶ୍ଚନର ଆନ୍ସର ଦିଅନ୍ତୁ। ଯେଉଁମାନଙ୍କ ନେମ୍ ଲକି, ତାଙ୍କୁ ଲାଉ ଡକାଯାଇ ପାରିବ କି ନାହିଁ? ଦେଖେଇଦେଲୁ ସରଗ ଚାନ୍ଦ, ଚଖେଇଲୁନି ଭଲ କି ମନ୍ଦ। ସରି, ଆପଣଙ୍କୁ ଦେଖେଇ ଦେଖେଇ ସବୁ ଯାକ ମୁଁ ଖାଇଗଲି। ହେଇ ଆଇଲା ମୋ ଡ୍ୟୁଟି ସମୟ ଘନେଇ ଘନେଇ ଆସିଲା। ଆଜି ଡ୍ୟୁଟିରେ ପକ୍କା କୁକୁଡ଼ା ଭଳିଆ ଢଳେଇବି, କାହିଁକି ନା ପଖାଳ ଖାଇଦେଇଛି। ଏତେ ଜୋରରେ ଶୀତ ହେଲାଣି, ତା ସହିତ ଏ ଯୋଉ ପାଗ, ବାପରେ। ସାଙ୍ଗମାନେ, ଆପଣମାନଙ୍କ ସହିତ ନୂଆ ଗୋଟେ ଭ୍ଲଗରେ ଦେଖାହବ। ସେ ପର୍ଯ୍ୟନ୍ତ ନିଜ ନିଜର କେୟାର ନେବେ। ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍, ମିସ୍